ଆଜି ଛଣା ପିଆଜଟା ଦେଖିକି ଜାଣିପାରୁଥିବେ ଯେମିତି ଆଜି ବନିବ ସ୍ପେଶିଆଲ ଗୋଟେ ବିରିୟାନୀ। ଆମର ଚିକେନ ବିରିୟାନୀ ବନେଇବା ପାଇଁ ଦେଖିପାରୁଥିବେ ଅଦା ରସୁଣ ପିଆଜ ନେଇଯାଇଛନ୍ତି, ତା ସାଙ୍ଗେ କଞ୍ଚା ଲଙ୍କାକୁ ଠେସି ଦେବା ଆଉ ପିଆଜଟା ଆମର ଫ୍ରାଏ କରିଦେବା। ଦେଖିପାରୁଥିବେ ଅଦା ରସୁଣ ଠେସିକି ଆସିଗଲା, ତ ତେଲ ଆମର ଗରମ କରିକିରି ଗରମ ମସଲା ଟିକେ ମାରିକିରି କୁଇକ୍ ତରିକାରେ ଆମର ଢାଳି ଦେଲେ ଆମର ସବୁ ମସଲା ଯେତିକି ଆମର କରିଥିଲେ ଠେସିଥିଲେ। ତାପରେ ଆମର ବାସୁମତୀ ଚାଉଳ ଟିକେ ଅଣା ହେଇଥିଲା, ବାସୁମତୀ ଚାଉଳ ଅଧା କିଲୋକୁ ଚିକେନ 600 ଗ୍ରାମ ନେଇଛି। ଚିକେନ 600 ଗ୍ରାମରେ ଆଉ ବାସୁମତୀ ଚାଉଳ ଅଧା କିଲୋ ପରଫେକ୍ଟ ହେବ। ଅଧା କିଲୋ ଦୁଇଟା ଯାକ କରିଥିଲେ ବି ହେଇଯାନ୍ତା, ଯେଉଁ ଚିକେନଟା ଟିକେ ଅଧିକା ଅଛି। ଆମର ଦହି ଆଡ଼୍ କରିଦେବା। ଚିକେନ ଯେତେବେଳେ ଆମର ଟିକେ 30% କୁକ୍ ହେଇଯିବ, ତାପରେ ଦହି ଆଡ଼୍ କରିକିରି ଆଉ 20% କୁକ୍ କରିଦେବା। ତାପରେ ଆମର ରାଇସ୍ ଫାଇସ୍ ଆଡ଼୍ କରିବା। ଆମ ରାଇସ୍ରୁ ଦେଖିପାରୁଥିବେ ଆମର କାଢ଼ି ଦେଇଛି ମୁଁ ସବୁ ଯେତିକି ଆମର ଗୋଟା ମସଲା ଥିଲା ସବୁ କାଢ଼ିକି ସଫା କରିଦେଇ, ନହେଲେ ଗୋଟା ମସଲା ପାଟିରେ ଆସିଲେ ମଜା ଲାଗିବନି, ସେଥିପାଇଁ ବୋଲିକିରି। ତ ଏବେ ଦେଖିପାରୁଥିବେ ଆମର ପ୍ରେସର କୁକର ଆଡ଼୍ କରୁଛି। ପ୍ରେସର କୁକର ବିରିୟାନୀ ଆମର ବନିବ, ତାକି ଆମର ଫଟାଫଟ କୁକିଂ ହେଇଯିବ। ଆଉ ତାପରେ ଗଲା ଯେ ଟେଷ୍ଟଟା ବି ଭଲ ଲାଗିବ, କାହିଁକିନା ପ୍ରେସର କୁକରରେ ଯେଉଁ ବାମ୍ଫଟା ରହିଯାଏ ସେ ବାମ୍ଫର ତ ମଜା। ଆଉ ତାପରେ ଆମର ଦେଖିପାରୁଥିବେ ଗୋଟେ ଲେୟାର ରାଇସ୍ ଆଡ଼୍ କଲା ପରେ ତାପରେ ଆମର ଆଡ଼୍ କରିଦେବା ଯେଉଁଟା ଆମର ଅନିଅନ୍ ଯେଉଁଟା ଆମର ଛାଣିକି ରଖିଥିଲେ ତାକୁ ଆଡ଼୍ କରିକି ପୁଣି ତାପରେ ଆମର ଚିକେନ୍ ଫେଣି ଲେଗ୍ ପିସ୍ ଯାହା ଅଛି ତାକୁ ଟିକେ ଆଡ଼୍ କରିଦେବା। ତାପରେ ହାଲକା ଟିକେ ଝୋଳ ଆଡ଼୍ କରିଦେବା। ତା ସାଙ୍ଗରେ ଆଳୁ ବି ଆମର ପଡ଼ିବ। ଆଳୁ ଦେଖିପାରୁଥିବେ ଆଳୁ ଦୁଇଟା ଆମର ସେଇ କୁକିଂ କରିଦେଇଥିଲି ଆମର ଚିକେନ୍ ସାଙ୍ଗରେ କୁକ୍ କରାହେଇଥିଲା, ତ ଆଳୁ ଦୁଇଟା ବି ପକାଇଦେବା। ତାପରେ ପୁଣି ଥରେ ତା ଉପରେ ଭଲ ଭାବରେ ଚାଉଳ ପକାଇକିରି ତା ଉପରେ ପୁଣି ଥରେ ଅନିଅନ୍ ପକାଇକିରି ସିଟି ଦୁଇଟା ମରେଇଦେବା। ସିଟି ଦୁଇଟା ମାରିକି ଓହ୍ଲାଇଲା ପରେ ଦେଖିପାରୁଥିବେ କେତେ ସୁନ୍ଦର ଆସିଛି ରଙ୍ଗତ। ଏଠି ଆମର ଟିକେ କଲର୍ ମୁଁ କିଛି ଆଡ଼୍ କରେନି, କାହିଁକିନା ଛୋଟ ଛୁଆ ଘରେ ଖାଆନ୍ତି କହିକିରି। ଖାଲି ଉପରେ କାଶ୍ମୀରୀ ଲାଲ ମିର୍ଚି ପାଉଡ଼ରଟାକୁ ଟିକେ ପାଣି କରି ପକାଇ ଦେଇଥିଲି। ଆଉ ତାର ସାଙ୍ଗରେ ଆମର ସିଝା ଅଣ୍ଡା ଟିକେ ହେଇଛି, ସିଝା ଅଣ୍ଡା ତ ନିହାତି ଭାବରେ ପଡ଼ିବ ବିରିୟାନୀରେ। ଆଳୁ ଟିକେ, ଅଣ୍ଡା ଟିକେ, ଚିକେନ୍ ପିସ୍ଟେ ଆଉ ତା ସାଙ୍ଗେ ତରି ଟିକେ ବି ଭରକେଇ ଦେଇଥିଲି ଆଗରୁ। ଏତିକି ଯଦି ନ ପଡ଼ିଲା ମଜା ଆସିବନି। ତା ସାଙ୍ଗେ ଦହି ଟିକେ ରାଇତା କରିବା। ରାଇତା ତ କିଛି ନାହିଁ, ଦହିରେ ଟିକେ ଲୁଣ ପକାଇଦେବା ଆଉ ଟିକେ ଆମର କଞ୍ଚା ଲଙ୍କା ଦୁଇଟା ଚିକଟି ଦେଲେ ତ ଆମର ହେଇଗଲା ରାଇତା। ଆଉ ଯଦି ରାଗ ପସନ୍ଦ କରନ୍ତି ଆଉ ଯଦି ମିଠା ପସନ୍ଦ କରନ୍ତି ହେଲେ ଚିନି ଟିକେ ଆଡ଼୍ କରିଦେବେ। ଆଉ ତା ସାଙ୍ଗରେ ଆମର ଅଣ୍ଡାଟାକୁ ଖାଲି ତ ଥୁଇଦେବା। ଆଉ ଅଣ୍ଡାଟା ସାଙ୍ଗରେ ଆମର ଚିକେନ୍ ତରି ଆଉ ତା ସାଙ୍ଗେ ଟିକେ ଦହି ସର୍ଭ କରିବା। ଆପଣମାନେ ବନେଇକିରି ଖାଆନ୍ତୁ। ସଣ୍ଡେ ସ୍ପେଶାଲ କେମିତି ଲାଗିଲା ଆଜି ବିରିୟାନୀ ରେସିପିଟା, ଲାଇକ୍ ସେୟାର ସବସ୍କ୍ରାଇବ୍ କରିକି ଜଣାଇବେ।